ବାବାକିଳା ନ୍ୟୁଜ୍ ଟିମ୍ ବାହାରିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ରଘୁଦେଇପୁର ଓ ଛୋଟି ପଞ୍ଚାୟତର ଗୁରୁପୁରର ଚାଷୀ ମହେନ୍ଦ୍ର କୁମାର ନାୟକ ମୋହନୀ ବେହେରାଙ୍କ ଚାଷ ଜମି ଆଡ଼େ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜାର ମା'ଙ୍କ ଆସିବା ପୂର୍ବରୁ ହସୁଛି ଧାନ କ୍ଷେତ। ଜିଲ୍ଲାରେ ପ୍ରଥମ କରି ଏହି ଦୁଇ ଚାଷୀଙ୍କର ବିଲରେ ହୋଇଛି ଧାନ। ଥର ନୁହେଁ ପୁରା ଧାନ କେନ୍ଦା ବାହାରି ହସୁଛି। ଆଉ ତାକୁ ଦେଖି ଚାଷୀର ଆନନ୍ଦ କହିଲେ ନ ସରେ। ଏହି ପ୍ରଥମ ଧାନ ଫସଲକୁ ନେଇ ଦୁଇ ଚାଷୀଙ୍କୁ ଭେଟିଥିଲେ ବାବାକିଳା ନ୍ୟୁଜ୍ ଟିମ୍ ଏବଂ ମୁଖ୍ୟ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ। ସେଇଠି ବସି ନଥିଲା ତାକୁ ଡାକି ଆଣି ନାଁଟା କ'ଣ କହିବେ? ମୋହନୀ ବେହେରା। କ'ଣ କହିବେ ଏଇ ଯୋଉ ଚାଷ ମୁଁ ଦେଖିଲି ପ୍ରଥମ ଧାନ ଏଠି ହବା? ଏଇ ଚାଷ ଏ ଧାନ କରିଛୁ ରଘୁଦେଇପୁର ଜାଗା, କିନ୍ତୁ ଡେରାବିଶି ବ୍ଲକର ଏଇ ଧାନ ଏ ବଙ୍ଗଳା ଡାକ ବଙ୍ଗଳା ପାଖରେ ଆମେ କରିଛୁ। ଆଉ ଆପଣଙ୍କ ନାଁଟା କହିବେ? ମହେନ୍ଦ୍ର କୁମାର ନାୟକ। କ'ଣ କହିବେ? ଛୋଟି ପଞ୍ଚାୟତର ଆମର ଘର, କିନ୍ତୁ ବ୍ଲକ ବା ଯେଉଁ ଡେରାବିଶି ବ୍ଲକର ଆମ ଘର ଗୁଣପୁର। ବଙ୍ଗଳା ପାଖରେ ମୁଁ ଜମି କିଛି ଚାଷ କରିଛି। ସେ ଧାନ ଏବେ କେଉଁଠି ନ ବାହାରିଥିବା ଅବସ୍ଥାରେ ଏମିତି ବାହାରିଛି ଧାନଟା।